ବାସ୍ତୁରେ ଆମେ ପ୍ରତିଟି ଜିନିଷ ଆମେ ଆଲୋଚନା କରିଥାଉ। ଆଜି ଆମେ ଗୋଟେ ଛୋଟିଆ ଜିନିଷ ବିଷୟରେ ଆଲୋଚନା କରିବା ଯାହାକି ଆପଣଙ୍କୁ ବିପଦକୁ ବି ଟାଣିକି ଆଣିଥାଇପାରେ। ଆମେ ଘରର ଅଳନ୍ଦି ଉପରେ ଆଜି ଆଲୋଚନା କରିବା, ଯାହାକୁ ଆମେ ବୁଢିଆଣୀ ଜାଲ ବି କହିଥାଉ ଆଉ ଘରର ଅଳନ୍ଦି କୁହାଯାଇଥାଏ। ଗୃହରେ ବା ବାସ୍ତୁରେ ଆପଣଙ୍କର ଯଦି ଅଳନ୍ଦି ଦେଖାଯାଇଥାଏ, ଇଏ ବି ଆପଣଙ୍କ ପାଇଁ ଛୋଟ ଜିନିଷଟି ହେଲେ ବି ଅତି ବିପଦଜନକ ହୋଇଥାଏ। ଏହି ଅଳନ୍ଦି ଆପଣଙ୍କର ଶାରୀରିକ ସମସ୍ୟାକୁ ପ୍ରଭାବିତ କରିଥାଇପାରେ। ଘରର ନେଗେଟିଭ ऊर्जा, ନକାରାତ୍ମକ ऊर्जा ପ୍ରବେଶ କରିବାକୁ ସୁବିଧା ହେଇଥାଏ। ସେଇ ଯୋଉ ଘରରେ ବେଶୀ ଅଳନ୍ଦି ହେଇଥିବ, ସେ ଗୃହରେ ଯଦି କୌଣସି ବ୍ୟକ୍ତି ଶୁଅନ୍ତି ତାଙ୍କର ଶାରୀରିକ ବାଧା ସୃଷ୍ଟି ହେଇଥାଏ, ଭୌତିକ ବାଧା ସୃଷ୍ଟି ହେଇଥାଏ, ମାନସିକ ସନ୍ତୁଳନ ବିଗିଡିଥାଏ। ତା ସହିତ ଆମେ ଯଦି ଦେଖିବା, ଅଳନ୍ଦି ଆମର ଏକ ନକାରାତ୍ମକ ऊर्जाକୁ ଦର୍ଶାଇଥାଏ। ଯଦି ଆପଣଙ୍କର ଗୃହରେ ଅଳନ୍ଦି ରହିକି ଯଦି ନକାରାତ୍ମକ ऊर्जा ଆପଣଙ୍କ ଘରେ ପ୍ରବେଶ କରିଥାଏ, ତାହେଲେ ଇଏ କେବେ ବି ଅଳନ୍ଦି ସଫା କରିବା ପାଇଁ ମନୋବୃତ୍ତି ଆପଣଙ୍କୁ ଦିଏ ନାହିଁ। ଆପଣ ଚେଷ୍ଟା କଲେ ବି ଗୃହକୁ ସଫା କରିପାରନ୍ତି ନାହିଁ। କୌଣସି କାର୍ଯ୍ୟରେ ବ୍ୟସ୍ତ ହେଇକି ବା ପାରିବାରିକ ସମସ୍ୟାରେ ରହିକିରି ଆପଣ ଏଇସବୁ ଜିନିଷ ଗୁଡାକ କେବେ ମୁଣ୍ଡରେ ପଶେଇନି କରିବା ପାଇଁ। ଆପଣ ସବୁବେଳ ପାଇଁ ମନେ ରଖିବେ, ଅଳନ୍ଦି ଯଦି ଆପଣଙ୍କ ଗୃହରେ ନାହିଁ, ଯଦି ହଠାତ୍ ଅଳନ୍ଦି ଆପଣଙ୍କ ଗୃହରେ ଲାଗିଲା ବା ରହିବାକୁ ଲାଗିଲା, ତାହେଲେ କୌଣସି ନା କୌଣସି ଆପଣଙ୍କ ଗୃହରେ ନକାରାତ୍ମକ ऊर्जा ପ୍ରବେଶ କରିଅଛି ବା ନକାରାତ୍ମକ ऊर्ଜାର ପ୍ରଭାବ କିଛି ଆପଣଙ୍କର ରହିଛି। ନକାରାତ୍ମକ ऊर्जा ବିଭିନ୍ନ ପ୍ରକାର ହେଇପାରେ। ଭୌତିକ ସମ୍ବନ୍ଧୀୟ କିଛି ଜିନିଷ ଆପଣଙ୍କର ଘଟିପାରେ। ତର ସହିତ ଆମେ ଯଦି ଦେଖିବା, ଏଥିରେ ବାସ୍ତୁର ସମସ୍ୟାକୁ ବି ବିଭିନ୍ନ ପ୍ରକାର ବଢେଇଥାଏ। ବାସ୍ତୁ ଦୋଷଯୁକ୍ତ ରହିଲେ ବି ଏଇ ଜିନିଷ ଗୁଡାକ ବି ହେଇଥାଏ। ବା ଆପଣଙ୍କ ମୁଣ୍ଡରେ କେବେ ବି ସ୍ଥାନ ପାଏନି ଯେ ଆମେ ଗୃହକୁ ସଫା କରିବା, ଯଦି ବାସ୍ତୁ ଆପଣଙ୍କର କିଛି ନା କିଛି ଅସୁବିଧା ରହିଥାଏ। ଆମେ ପ୍ରତିଟି ସମୟ ଚେଷ୍ଟା କରିବା ଗୃହର ଅଳନ୍ଦିକି ସଫା କରିବା ପାଇଁ। କୌଣସି ଅଳନ୍ଦି ଆମେ ଘରେ ରଖିବା ନାହିଁ, ଆମ ପାଇଁ ଅତି ଶୁଭଙ୍କର ହେଇଥାଏ ବା ଆମ ମନକୁ ପବିତ୍ର ରଖିଥାଏ। ଆମର ଶାରୀରିକ ଅସୁବିଧା କେବେ ବି କୌଣସି ପ୍ରକାର ଦେଖା ଦେଇନଥାଏ। ଆମେ ଯଦି ପ୍ରତିଟି ସମୟରେ ଆମେ ଗୃହକୁ ସଫା କରିବା, ଲୁଣ ପାଣିରେ ଯେମିତି ଆମେ ପୂର୍ବରୁ କହିଛେ ପୋଛା ମାରିବା, ତା ସହିତ ସେଥିରେ ଆମେ ଗୋମୂତ୍ର ପକେଇକିରି ବି ଆମେ ବା ଗୋମୟ ପକେଇକିରି ଆମେ ଘରକୁ ସଫା କରିପାରିବା। ତା ସହିତ ବାସ୍ତୁର ଅଏଲ ବା ପଜିଟିଭ ଅଏଲ ଦ୍ୱାରା ବି ଆମେ ଗୃହକୁ ସଫା କଲେ ସକାରାତ୍ମକ ଶକ୍ତି ଆମକୁ ଆମ ଗୃହକୁ ବହୁତ ପ୍ରବେଶ କରିବା ପାଇଁ ଭଲ ହେଇଥାଏ। ତା ସହିତ ଆମେ ପ୍ରତିଟି ସମୟରେ ଘରେ ଚେଷ୍ଟା କରିବା ଭଗବାନଙ୍କର ଆଳତି କରିବା ପାଇଁ, କର୍ପୂର ଆଳତି। ଝୁଣା ଧୂପ ଆମେ କରିପାରିବା। କେବେ ବି ଧୂପକାଠି ଆମେ ବ୍ୟବହାର କରିବା ନାହିଁ। ଧୂପକାଠି ଆମ କଣ ନା, ଯୋଉ ଧୂପକାଠିର ଯୋଉ ଭାଗଟି ବା ଯୋଉ କାଠର ହେଇଥାଏ ବା ଯୋଉ ନାଡଟି ତାର ଲାଗିଥାଏ, ସେ ଆମେ ତାକୁ ବାଉଁଶ ବୋଲି କହିଥାଉ। ଯେ ବାଉଁଶଟି ଏକ ଗୃହରେ ଜଳିବା ପାଇଁ ପବିତ୍ର ଜିନିଷଟି ହେଇନଥାଏ। ତା ସହିତ ବିଭିନ୍ନ ପ୍ରକାର ରାସାୟନିକ ଦ୍ୱାରା ଏଇ ଧୂପକାଠି ତିଆରି ହେଇଥାଏ, ଯାହାକି ଆମ ଶରୀର ପାଇଁ ବି ଖରାପ ହେଇଥାଏ। କେବେ ବି ଝୁଣା ଆମ ଶରୀର ପାଇଁ କେବେ ଖରାପ ହେଇନଥାଏ। ତା ସହିତ କର୍ପୂର ଆଳତି ଆମେ କରିବା। କର୍ପୂର ଆଳତି କରିବା ସହିତ ଝୁଣାରେ ଗୁଗୁଳ, ବିଭିନ୍ନ ପ୍ରକାର ଧୂପ, ଅଷ୍ଟାଙ୍ଗ, ପଞ୍ଚାଙ୍ଗ, ଦଶାଙ୍ଗ ବି ଧୂପ ପକେଇକି ଆମେ ଧୂପ ଦେଇପାରିବା। ପ୍ରତିଟି ଜିନିଷ ଆମେ ଘରେ କରିବା ବା ଭଗବାନଙ୍କ ଉଦ୍ଦେଶ୍ୟରେ କରିବା, ଆମ ପାଇଁ ଏ ବାସ୍ତୁ ପାଇଁ, ଆମ ପାଇଁ ବା ଆମ ଶରୀର ପାଇଁ ବିଭିନ୍ନ ପ୍ରକାର ऊर्जादायକ ହେଇଥାଏ ବା ଆମର ଓରା ବା ସୂକ୍ଷ୍ମ ଶରୀରକୁ ବହୁତ ପ୍ରଭାବିତ କରିଥାଏ। ଏମିତି ପ୍ରତିଟି ଭିଡିଓ ଆପଣଙ୍କୁ ଯଦି ଭଲ ଲାଗୁଥାଏ, ନିଶ୍ଚିତ ଆମର ଭିଡିଓକୁ ଆପଣ ସବସ୍କ୍ରାଇବ କରିବା ପାଇଁ କେବେ ଭୁଲିବେନି। ଆପଣ ମାନଙ୍କ ଭଲ ପାଇବା ହିଁ ଆମର ଶକ୍ତି ହେଇଥାଏ। ଆପଣ ମାନେ ଯେତେ ଭଲ ପାଇବେ, ଆମେ ପ୍ରତିଟି ଛୋଟ ଛୋଟ ଜିନିଷ ଆମେ ଆପଣଙ୍କୁ ବୁଝିବା ପାଇଁ ଚେଷ୍ଟା କରିବା ବା ଜଣେଇବା ପାଇଁ ଚେଷ୍ଟା କରିବା। କୌଣସି ଅନ୍ଧବିଶ୍ୱାସ ରଖିବା ନାହିଁ। ପ୍ରତିଟି ଜିନିଷକୁ ଆମେ ଚେଷ୍ଟା କରିବୁ ଯୋଉ ଜିନିଷ ଜାଣିଲେ ଆପଣଙ୍କ ଶରୀର ପାଇଁ, ଆପଣଙ୍କର ମନ ବା ମାନସିକ ସ୍ଥିତି ପାଇଁ, ସବୁ ଜିନିଷ ପାଇଁ ଆପଣଙ୍କର ଭଲ ହବ। ଆମେ ସେଇଭଳିଆ ଭିଡିଓ କରି ଆପଣଙ୍କୁ ଛାଡ଼ିବୁ। ଜୟ ଜଗନ୍ନାଥ।